ଆପଣମାନଙ୍କ ପାଇଁ ମୁଁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ। ତ ବହୁତ ପ୍ରତୀକ୍ଷିତ ପରେ ଆପଣମାନଙ୍କର ହୋମଗାର୍ଡ଼ର ମୟୂରଭଞ୍ଜ ବାରିପଦା ପାଇଁ ଆପଣମାନଙ୍କର ଆସିଯାଇଛି ନୋଟିଫିକେସନ୍। ଆପଣଙ୍କର ରିଟିନ୍ ଏକ୍ଜାମ୍ ହେବ। ତ ପ୍ରଥମ ଥର ପାଇଁ ଯଦି ଚ୍ୟାନେଲ୍ ଦେଖୁଛନ୍ତି ନିହାତି ଭାବରେ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ଟେଲିଗ୍ରାମ ଚ୍ୟାନେଲରେ ନିହାତି ଭାବରେ ଜଏନ୍ ହୁଅନ୍ତୁ। ଆଗାମୀ ସମସ୍ତ ଅପଡ଼େଟ୍ ଆପଣମାନେ ନିହାତି ଭାବରେ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ପାଇପାରିବେ। ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ରହିଛି ମୋ ଚ୍ୟାନେଲ୍ ଡେସ୍କ୍ରିପସନ୍ରେ, ଆପଣ ସେଇଠୁ ମଧ୍ୟ ଜଏନ୍ ହୋଇପାରିବେ। ତ ଅପଡ଼େଟ୍ କ'ଣ ରହିଛି ଚାଲନ୍ତୁ ଦେଖିବା। ତ ଅପଡ଼େଟ୍ ଆପଣମାନଙ୍କର 19/12/2025 ଆପଣଙ୍କର ଅପଡ଼େଟ୍ ଆସିଛି। ତ ଏତଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଯେଉଁ ହୋମଗାର୍ଡ଼ ଆଶାୟୀମାନେ ରହିଛନ୍ତି ସେମାନଙ୍କୁ ଜଣାଇ ଦିଆଯାଉଛି କି ମୟୂରଭଞ୍ଜ ପୋଲିସ ଜିଲ୍ଲାରେ ଯେଉଁ ଆପଣଙ୍କର ଗୃହରକ୍ଷୀ ନିଯୁକ୍ତି ପତ୍ର ଯେଉଁ 2025 ପାଇଁ ଆପଣଙ୍କର ନୋଟିଫିକେସନ୍ ଆସିଥିଲା, ତ ଆପଣଙ୍କର 18/12/2025 ତାରିଖ ଅନୁଯାୟୀ ଆପଣଙ୍କର ଲିଖିତ ପରୀକ୍ଷା ଆସନ୍ତା 28/12/2025ରେ ହେବ। ତ 28/12/2025ରେ ଆପଣଙ୍କର ଯେଉଁ ଲିଖିତ ପରୀକ୍ଷା ହେବ ସେଇଟା କେଉଁଠି ହେବ ନା ଆପଣଙ୍କର ରିଜର୍ଭ ଅଫିସ୍ ପଡ଼ିଆ ବାରିପଦା, ଯେଉଁଟାକି ଆପଣମାନଙ୍କର ବାରିପଦା ସଦର, ବେତନଟି ଏବଂ ଉଦଳା ଯେଉଁଟା ରହିଛି ଆପଣମାନଙ୍କର ମୟୂରଭଞ୍ଜର ବାରିପଦା ସହର, ବେତନଟି, ଉଦଳା ସଦର ଯେଉଁଟା ମହକୁମାର ରହିଛି ପ୍ରାର୍ଥୀମାନେ, ସେମାନେ ରାଇରଙ୍ଗପୁର ଷ୍ଟାଡିୟମ୍ ରାଇରଙ୍ଗପୁରରେ ଏକ୍ଜାମ୍ ଆପଣମାନଙ୍କର ଦେବେ। ଦେଖନ୍ତୁ ଦୁଇଟା ଆପଣ ଟିକେ ନୋଟିସ୍ଟା ଲକ୍ଷ୍ୟ କରନ୍ତୁ, ଜାଣିପାରିବେ ବାରିପଦା ସହର, ବେତନଟି, ଉଦଳା ସଦର ଯେଉଁଟା ରହିଛି ଆପଣଙ୍କର, ତ ଏବଂ ରାଇରଙ୍ଗପୁର ଷ୍ଟାଡିୟମ୍ ରାଇରଙ୍ଗପୁର ଯେଉଁ କରଞ୍ଜିଆ ସଦର ମହକୁମାର ଯେଉଁମାନେ କ୍ୟାଣ୍ଡିଡେଟ୍ ସବୁ ଅଛନ୍ତି, ତ ସେଇଠାରେ ହିଁ ଆପଣମାନଙ୍କର ଏକ୍ଜାମ୍ କରାଯିବ। ଆପଣମାନେ ବୁଝିପାରୁଥିବେ ନିହାତି ଭାବରେ ରାଇରଙ୍ଗପୁର ଏବଂ କରଞ୍ଜିଆ ସଦରର ପ୍ରାର୍ଥୀ ଯେଉଁମାନେ ରହିଛନ୍ତି ସେଇଟା ଆପଣଙ୍କର ରାଇରଙ୍ଗପୁର ଷ୍ଟାଡିୟମ୍ ଯେଉଁଟା ଅଛି ଆପଣଙ୍କର ସେଇଠାରେ ହିଁ ହେବ। ଏବଂ ଯେଉଁଟା ଆପଣଙ୍କର ବାରିପଦା ଯେଉଁ ଅଫିସ୍ ରିଜର୍ଭ ଅଫିସ୍ ପଡ଼ିଆ ବାରିପଦା ରହିଛି, ବାରିପଦାରେ ଆପଣଙ୍କର ତିନୋଟି, ଯେମିତି ବାରିପଦା ସଦର, ବେତନଟି, ଉଦଳା ଏଇମାନଙ୍କର ବାରିପଦାରେ ହେବ। ଏବଂ ରାଇରଙ୍ଗପୁର ଷ୍ଟାଡିୟମ୍ରେ ଯେଉଁଟା ଆପଣଙ୍କର ରାଇରଙ୍ଗପୁର ଏବଂ କରଞ୍ଜିଆ ସଦର ଯେଉଁ ପ୍ରାର୍ଥୀ ରହିଛନ୍ତି ସେମାନଙ୍କର ସେଠାରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବା ପାଇଁ ଧାର୍ଯ୍ୟ କରାଯାଇଛି। ତ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ବିବରଣୀ ଜିଲ୍ଲାର ସମସ୍ତ ଥାନାର ନୋଟିସ୍ ବୋର୍ଡ଼, ଆପଣଙ୍କ ନିୟରେଷ୍ଟ ଯେଉଁ ଥାନା ରହିଛି ସେ ନିୟରେଷ୍ଟ ଥାନାର ନୋଟିସ୍ ବୋର୍ଡ଼ରେ ଏବଂ ମୟୂରଭଞ୍ଜ ଓଡ଼ିଶା.gov.inରେ ପ୍ରକାଶିତ ହୋଇଛି। ତ ସମସ୍ତ ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କର ଆଡ଼ମିଟ୍ କାର୍ଡ଼ ନିଜ ନିଜ ଥାନାରୁ 24/12/2025 ଏବଂ 25/12/2025 ଭିତରେ ଆପଣମାନେ ନିହାତି ଭାବରେ ସଂଗ୍ରହ କରିନେବେ। ଏବଂ ଆଡ଼ମିଟ୍ କାର୍ଡ଼ ସହିତ ଆଉ ଗୋଟେ କଥା ଆପଣମାନଙ୍କୁ କହି ରଖୁଛି, ଆଡ଼ମିଟ୍ କାର୍ଡ଼ ସହିତ ଆପଣମାନେ ନିହାତି ଭାବରେ ନିଜର ଗୋଟେ ନେଇଥିବେ ପରିଚୟ ପତ୍ର, ଯେମିତିକି ଆପଣ ଆଧାର କାର୍ଡ଼ ହେଉ, ଭୋଟର କାର୍ଡ଼ ହେଉ, ଲାଇସେନ୍ସ ହେଉ, ଏସବୁ ନେଇଥିବେ। ଟ୍ରାନ୍ସପାରେଣ୍ଟ ପାଣି ବୋଟଲ ଗୋଟେ ନେବେ ନିହାତି ଭାବରେ, ଏବଂ ବ୍ଲାକ୍ ବ୍ଲୁ ପେନ୍ ଯାହା ନେବା କଥା ନେବେ, ଏବଂ ଗୋଟେ ଆପଣଙ୍କର ଯେଉଁ କ୍ଲିପ୍ ବୋର୍ଡ଼ ଅଛି ଲେଖିବା ପାଇଁ, ତ ସେଇ ପଟ୍ଟା ଗୋଟେ ନିହାତି ଭାବରେ ନେଇଥିବେ। ଏଇସବୁ ଜିନିଷ ସେ ମେନସନ୍ କରିନାହାନ୍ତି, ଆପଣ ନିହାତି ଭାବରେ ଏଇସବୁ ଜିନିଷ ନେଇଥିବେ ଏକ୍ଜାମ୍ ହଲ୍କୁ। ଏବଂ ନିହାତି ଆପଣଙ୍କର ଫଟୋ ପରିଚୟ ପତ୍ର ଆପଣ ନିହାତି ଭାବରେ ନେଇକି ଯିବେ। ଅଲଗା କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆପଣମାନେ ସାଙ୍ଗରେ ନେବେ ନାହିଁ। ତ ଇଏ ରହିଥିଲା ମୟୂରଭଞ୍ଜ ବାରିପଦା ପାଇଁ ଅପଡ଼େଟ୍ ଆପଣମାନଙ୍କର। ତ ହୋମଗାର୍ଡ଼ ଆସନ୍ତା ଆପଣଙ୍କର 28 ତାରିଖରେ ରିଟିନ୍ ଏକ୍ଜାମ୍ ହେବାକୁ ଯାଉଛି। ତ ଆଉ କିଛି ଯଦି ଅପଡ଼େଟ୍ ଆସେ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ହେଉ କିମ୍ବା ଟେଲିଗ୍ରାମ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ଦେବା ପାଇଁ ଚେଷ୍ଟା କରିବି। ତ ଟେଲିଗ୍ରାମ ଚ୍ୟାନେଲରେ ଆପଣମାନେ ଜଏନ୍ ନିହାତି ଭାବରେ ହୁଅନ୍ତୁ। ସମସ୍ତ ଅପଡ଼େଟ୍ ଆପଣମାନେ ସେଇଠୁ ହିଁ ପାଇପାରିବେ, କାରଣ ଭିଡ଼ିଓ କରିବା ପାଇଁ ହୁଏତ ସମୟ କିଛି ଲାଗିପାରେ, ହୁଏତ ମୁଁ ବ୍ୟସ୍ତ ରହୁଛି, କିନ୍ତୁ ଟେଲିଗ୍ରାମ ଚ୍ୟାନେଲରେ ଆପଣମାନଙ୍କୁ କୁଇକ୍ ଅପଡ଼େଟ୍ ମିଳିପାରିବ। ତ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ଟି ଡେସ୍କ୍ରିପସନ୍ରେ ମୋ ଚ୍ୟାନେଲ୍ ଡେସ୍କ୍ରିପସନ୍ରେ ରହିଛି, ଆପଣ ସେଠୁ ମଧ୍ୟ ଜଏନ୍ ହୋଇଯାଆନ୍ତୁ। ମୁଁ ଏ ଭିଡ଼ିଓର କମେଣ୍ଟ ବକ୍ସରେ ମଧ୍ୟ ଲିଙ୍କ୍ଟାକୁ ପିନ୍ କରିଦେଉଛି, ଆପଣମାନେ ସେଇଠୁ ମଧ୍ୟ ଲିଙ୍କ୍ରୁ କ୍ଲିକ୍ କରିକି ଜଏନ୍ ହୋଇପାରିବେ। ତ ପୁଣି ଦେଖା ହେବ ଆଉ ଏକ ଅପଡ଼େଟ୍ରେ। ସେ ପର୍ଯ୍ୟନ୍ତ ଆପଣମାନେ ଚ୍ୟାନେଲ୍କୁ ଏମିତି ସେୟାର କରିଥାନ୍ତୁ, ସବସ୍କ୍ରାଇବ୍ କରିଥାନ୍ତୁ। ଧନ୍ୟବାଦ।